ଆଜିର କ୍ଲାସ୍ ହେଉଛି କ'ଣ ନା ଅର୍ଗାନାଇଜେସନ୍ and administration. ଓକେ ଆଚ୍ଛା ଆଚ୍ଛା ପ୍ରଥମେ ମୋର କ୍ୱେଶ୍ଚେନ୍ ଆମେ ଜାଣିବା ପ୍ରଥମେ ଅର୍ଗାନାଇଜେସନ୍ କ'ଣ ଅର୍ଗାନାଇଜେସନ୍ କୁ ପିଲାମାନେ ORG ମୁଁ ଲେଖୁଛି ORG ଲେଖୁଛି ORG ଅର୍ଗାନାଇଜେସନ୍ ହେଲା ଆଚ୍ଛା ଅର୍ଗାନାଇଜେସନ୍ କୁ ମୁଁ ସର୍ଟ ଫର୍ମରେ ORG ଲେଖିଲି ଅର୍ଗାନାଇଜେସନ୍ ସ୍ପେଲିଂ ହେଉଛି ORGANIZATION ଅର୍ଗାନାଇଜେସନ୍ ଆଉ ଆଡମିନିଷ୍ଟ୍ରେସନ୍ ADMINISTRATION STRATION ଯାହାକୁ ଆମେ ସର୍ଟ ଫର୍ମରେ ମୁଁ ଲେଖୁଛି ADM ହେଲା ଆଡମିନ୍ ଲେଖୁଛି ଓକେ ADM ଲେଖିଲି ପିଲାମାନେ ବୁଝିପାରିଲ ଆଚ୍ଛା ଅର୍ଗାନାଇଜେସନ୍ କ'ଣ ଅର୍ଗାନାଇଜେସନ୍ ହେଉଛି କ'ଣ ଏ ଗ୍ରୁପ ଅଫ୍ ପିପୁଲ ୱାର୍କିଂ ଟୁଗେଦର ଏ ଗ୍ରୁପ ଅଫ୍ ପିପୁଲ ୱାର୍କିଂ ଟୁଗେଦର ଦେଖ ଅର୍ଗାନାଇଜେସନ୍ ଆଉ ଆଡମିନିଷ୍ଟ୍ରେସନ୍ ଆମେ ଏଇଠି ବୁଝିବା ଏସବୁ ଗୋଟେ ଗୋଟେ ଲୋକ ଗୋଟେ ଗ୍ରୁପ ହେଇକି କ'ଣ କାମ କରୁଛନ୍ତି ହେଲା ଗୋଟେ ଗ୍ରୁପ ହେଇକି କାର୍ଯ୍ୟ କରୁଛନ୍ତି ଏହାକୁ ଅର୍ଗାନାଇଜେସନ୍ କହନ୍ତି ସମସ୍ତେ ଗୋଟେ ଗୋଟେ ଲୋକ ସମସ୍ତେ ଗୋଟେ ଗୋଟେ ମଣିଷ ସମସ୍ତେ ଗୋଟେ ଗୋଟେ ମଣିଷ ଏ କ'ଣ ଗୋଟେ ଗ୍ରୁପ ହେଇକି କାମ କରୁଛନ୍ତି ଏହାକୁ ଆମେ କହନ୍ତି କ'ଣ ନା ଅର୍ଗାନାଇଜେସନ୍ ତାହେଲେ ଆଡମିନିଷ୍ଟ୍ରେସନ୍ କ'ଣ ତାହେଲେ ଆଡମିନିଷ୍ଟ୍ରେସନ୍ କ'ଣ ନା ଆଡମିନିଷ୍ଟ୍ରେସନ୍ ହେଉଛି ଏଇ ଗ୍ରୁପ ଭିତରେ ଗୋଟେ ରୁଲ୍ସ ଅଛି ଏ ଗ୍ରୁପ ଭିତରେ ଗୋଟେ ରୁଲ୍ସ ରହିଲା କ'ଣ ନା ଗ୍ରୁପ ଭିତରେ ଗୋଟେ ରୁଲ୍ସ ବା ରେଗୁଲେସନ୍ ରହିଲା କି ଯେକୌଣସି ଗୋଟେ ସପୋଜ ଧରିନିଅ ଏ ଗ୍ରୁପ ଅଫ ପିପଲ ଗୋଟେ ଗ୍ରୁପ ମାନେ ଗୋଟେ ସ୍କୁଲର ଲୋକମାନେ ସମସ୍ତେ ଗୋଟେ ଗ୍ରୁପ ହେଇ କାର୍ଯ୍ୟ କରୁଛନ୍ତି ସ୍କୁଲର ବେଲ୍ ବାଜିବ ସ୍କୁଲର ବେଲ୍ ବେଲ୍ ବାଜିବା ଆନୁଆଲ ସ୍ପୋର୍ଟସ ହବା ଯାହା କିଛି ରୁଲ୍ସ ଆଉ ରେଗୁଲେସନ ଯାହା କିଛି ଗୋଟେ ଅର୍ଗାନାଇଜେସନ ରୁଲ୍ସ ଆଉ ରେଗୁଲେସନକୁ ଆମେ କ'ଣ କହିବା ଆମେ କ'ଣ କହିବା ଆଡମିନିଷ୍ଟ୍ରେସନ ବା ପ୍ଲାନ୍ ଆଉ ପଲିସିକୁ ସେ ଲେଖିଛି କ'ଣ ପ୍ଲାନ୍ ଆଉ ପଲିସି ଲେଖିଛି ମୁଁ କିନ୍ତୁ କ'ଣ କରିଦେଇଛି ନା ମୁଁ କହିଛି କ'ଣ ନା ଆପଣଙ୍କର ରୁଲ୍ସ ଆଉ ରେଗୁଲେସନ ସେ ସେମ୍ କଥା ପ୍ଲାନ୍ ଆଉ ପଲିସି ତାହେଲେ ଅର୍ଗାନାଇଜେସନ ହେଉଛି କ'ଣ ନା ଅର୍ଗାନାଇଜେସନ ହେଉଛି ଏ ଗ୍ରୁପ ଅଫ ପିପୁଲ କ'ଣ ଲେଖିବ ନା ଏ ଏ a group of people working together TOGETHER a group of people देखो a group of people working together is known as कौन is known as ओहो is known as कौन organization ହେଲା ଆଚ୍ଛା ସେଇଭଳିଆ ଆଡମିନିଷ୍ଟ୍ରେସନ କ'ଣ ନା ଆଡମିନିଷ୍ଟ୍ରେସନ କ'ଣ ଆଡମିନିଷ୍ଟ୍ରେସନ ହେଉଛି କ'ଣ ସେଇ ଗ୍ରୁପ ଅଫ ପିପୁଲର ପ୍ଲାନ୍ ଆଉ ପଲିସିକୁ କହନ୍ତି ପଲିସିକୁ କହନ୍ତି କ'ଣ ନା ଆଡମିନିଷ୍ଟ୍ରେସନ ଓକେ ପିଲାମାନେ ଆଚ୍ଛା ଯେମିତିକି ମୁଁ ରେକର୍ଡିଂ ଅଫ୍ କରେ ଦେଖ ପିଲାମାନେ ସପୋଜ ଧରନିଅ ଏଇଟା ଯଦି ଗୋଟେ ଅର୍ଗାନାଇଜେସନ ଏଇଟା ଯଦି ଗୋଟେ ଅର୍ଗାନାଇଜେସନ ହୁଏ ଆ ଭିତରେ ଯେକୌଣସି ରୁଲ୍ସ ବେଲ୍ ବାଜିବା କି ଆନୁଆଲ ସ୍ପୋର୍ଟସ ହବ ଯାହା ହବ ମିଡ୍ ଡେ ମିଲ୍ ଖିଆ ହବ ଯାହା ହବ ଆ ଭିତରେ ରହିଲା ତାହେଲେ ଆଗେ ଅର୍ଗାନାଇଜେସନ ଦେନ୍ ଆଡମିନିଷ୍ଟ୍ରେସନ ବୁଝିଗଲା ପିଲାମାନେ ଓକେ ଆଚ୍ଛା ହଁ ଇଏ ତ ଗଲା ଦେଖ ହଁ ଦେଖ ଇଏ ହେଉଛି ଅର୍ଗାନାଇଜେସନ ଆଉ ଆଡମିନିଷ୍ଟ୍ରେସନ ଗଲା ଅର୍ଗାନାଇଜେସନ ଆଡମିନିଷ୍ଟ୍ରେସନରେ ଗୋଟେ ଅଛି କ'ଣ POSDCORB ଗୋଟେ କୋଡ୍ ଅଛି ବୁଝିହେଲା POSDCORB ଗୋଟେ କୋଡ୍ ଅଛି ଯୋଉଟାକୁ ଦେଇଥିଲେ କିଏ ନା ଲଥର ଗ୍ୟୁଲିକ ଦେଇଥିଲେ ସରି ଦେଖ ମୁଁ କହିବି ଗୋଟେ ଅର୍ଗାନାଇଜେସନ ଗୋଟେ ORG ଗୋଟେ ଅର୍ଗାନାଇଜେସନ ହେଲା
ଗୋଟେ ଅର୍ଗାନାଇଜେସନ ଯଦି ଗୋଟେ କ୍ରିଏଟ ହବ, ଯେକୌଣସି ଗୋଟେ ଇଭେଣ୍ଟ କ୍ରିଏଟ ହବ, ଯେକୌଣସି ଗୋଟେ ଯେକୌଣସି ଗୋଟେ ଇଭେଣ୍ଟ କ୍ରିଏଟ ହବ, ତାର ଦାୟିତ୍ୱ କାହାର ନା ଅର୍ଗାନାଇଜେସନର ଦାୟିତ୍ୱ, ଆଡମିନିଷ୍ଟ୍ରେସନର ଦାୟିତ୍ୱ ନାହିଁ। ଅର୍ଗାନାଇଜେସନ ଯେତେବେଳେ କ୍ରିଏଟ ହବ, ପ୍ରଥମେ କଣ କରେ ନା ପି ଦେଖ, ମୁଁ କହୁଛି ମନ ଦେଇକି ଶୁଣ, ରେକର୍ଡିଂ ବି ହଉଛି, ଦେଖ। ହଁ, ଦେଖ, ପ୍ରଥମେ ହୁଏ ପି ଓ ଏସ୍ ଡି ସି ଓ ଆର ବି, ହେଲା। POS DCO RB, ଏଇ ଯୋଉ ଚାରିଟା, ସରି 1 2 3 4 5 6 7 8ଟା, ଆଠଟା ଗୋଟେ କୋଡ ଥାଏ। ଗୋଟେ ଅର୍ଗାନାଇଜେସନରେ କୌଣସି ଗୋଟେ ଇଭେଣ୍ଟ କ୍ରିଏଟ ହବା ପାଇଁ ଏଇ 8ଟା ଗୋଟେ କୋଡ ଥାଏ। ଏଇ କୋଡଟାକୁ କିଏ ଦେଇଥିଲେ ନା ଲଥର LUTHER, ଲଥର ଗ୍ୟୁଲିକ୍ GULLICK, କିଏ ଦେଇଥିଲେ ନା ଲଥର ଗ୍ୟୁଲିକ୍ ଦେଇଥିଲେ। ଆଚ୍ଛା, କିଏ ଏଇ କୋଡଟାକୁ ଦେଇଥିଲେ। କିନ୍ତୁ ଇଏ ତ ଆକର୍ଡିଂ ଟୁ ଲଥର ଗ୍ୟୁଲିକ୍, ଆପଣ ଲେଖିବେ କଣ, ଆକର୍ଡିଂ ଟୁ ଲଥର ଗ୍ୟୁଲିକ୍ ଏଇ କୋଡ ଦେଇଥିଲେ, POSDCORB ଦେଇଥିଲେ। କିନ୍ତୁ ଯଦି ମୁଁ କହିବି ଫଙ୍କସନ ଅଫ ଅର୍ଗାନାଇଜେସନ ବା ଫଙ୍କସନ ଅଫ organization administration, function function of organization and administration, ଆପଣ କଣ ଲେଖିବେ ନା ଲେଖିବେ ସବୁ POSDCORB ସବୁ ଠିକ, କଣ ଲେଖିବେ F ଆଡ କରିବେ, function of POSDCORB मतलब କଣ, FPOSDCORB, F ଟା ଆଡ କରିବେ କୋଉଠି ନା ଫଙ୍କସନ ଅଫ ଅର୍ଗାନାଇଜେସନ ଆଉ ଆଡମିନିଷ୍ଟ୍ରେସନ। ଯେତେବେଳେ ଲେଖିବେ ହେଡିଂ ମାରିବେ ଫଙ୍କସନ ଅଫ ଅର୍ଗାନାଇଜେସନ ଆଡମିନିଷ୍ଟ୍ରେସନ, ତାହେଲେ କେବଳ ଏଫ ଟା ଆଡ କରିବେ, ବାକି ସବୁ ଠିକ। କିନ୍ତୁ ଆକର୍ଡିଂ ଟୁ ଲଥର ଗ୍ୟୁଲିକ୍ ଯେ କହିବ, ସିଏ ପଚାରିବ POSDCORB ର ଫର୍ମୁଲା ବା ଫର୍ମାଲ, ଏଇ ଯୋଉ କୋଡ ଟାକୁ କିଏ ଦେଇଥିଲେ, ଆପଣ କହିବେ କଣ ନା ଲଥର ଗ୍ୟୁଲିକ୍। ତାହେଲେ ବର୍ତ୍ତମାନ ଦେଖିବା POSDCORB ର ଫୁଲ ଫର୍ମ କଣ, ଆଉ ଏଫ ର ଫୁଲ ଫର୍ମ କଣ, କାହିଁକି ଲଥର ଗ୍ୟୁଲିକ୍ ଏଫ ଟା ଦେଇନଥିଲେ, ବା କାହିଁକି ଲଥର ଗ୍ୟୁଲିଙ୍କର POSDCORB କୋଡ ଅଛି। ଓକେ, ଦେଖ ପିଲାମାନେ, ପ୍ରଥମ କଥା ହଉଛି, ଦେଖ ଗୋଟେ ଦେଇଛି ପି ଫର ପ୍ଲାନିଂ, ପ୍ଲାନିଂ ମାନେ କଣ, ପ୍ଲାନିଂ ମାନେ ଡେଭଲପମେଣ୍ଟ ବା ଡାଇରେକ୍ଟଲି ବେନିଫିଟ ହବ। ଆଉ କିଏ ଜଏନ ହେଲେ, ଗୋଟେ ହଉଛି ପ୍ଲାନିଂ। ଆগে ଦେଖ, ପି ଫର ପ୍ଲାନ୍, ତାପରେ ଓ ରେ କଣ, ଓ ରେ ହଉଛି ଅର୍ଗାନାଇଜିଂ, SING। POS, ଏସ୍ ରେ ହଉଛି କଣ, ଷ୍ଟାଫିଂ। ଅର୍ଗାନାଇଜିଂ ମାନେ କଣ, ଗ୍ରୁପ ହବ, ଗ୍ରୁପିଂ କରିବ। ଅର୍ଗାନାଇଜିଂ ଅର୍ଥ କଣ ହେଲା, ଏଇଠି ପିଲାମାନେ ମୁଁ କହିଦଉଛି, ଅର୍ଗାନାଇଜିଂ ଅର୍ଥ କଣ ନା ଗ୍ରୁପିଂ। ପ୍ଲାନିଂ ମାନେ ପ୍ଲାନ କରିବ, ଆଗେ ପ୍ଲାନ କରିବ, ତାପରେ ଗ୍ରୁପ କରିବ। କିଏ କହୁଛନ୍ତି, ଆକର୍ଡିଂ ଟୁ ଲଥର ଗ୍ୟୁଲିକ୍ କହୁଛନ୍ତି, ଆମେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଆମେ ଗୋଟେ ପ୍ଲାନ କରନ୍ତି। ସପୋଜ ଧରନିଅ ଗୋଟେ ଆମେ କଣ କରିବା ନା IPL କରିବା, IPL କଣ ନା ଇଣ୍ଡିଆନ ପ୍ରିମିୟର ଲିଗ, IPL କରିବା। IPL ପାଇଁ ଆମେ ଗୋଟେ ପ୍ଲାନ କଲେ, ଓହୋ ତୁ ଯା ଏସବୁ ମାଲିକଙ୍କୁ କହିବୁ, ତୁ ସେ ମାଲିକଙ୍କୁ ସବୁ କହିବୁ, ସବୁ ମାଲିକ ଗୋଟେ ଜାଗାରେ ଏକାଠି ହେବେ, ସବୁ ହେବେ, ସେଇଟା ଗୋଟେ କଣ ଆସିଲା, ସବୁ ପ୍ଲାନ ହେଲା, ଏମିତି ହବ 220 ଓଭରିଆ ମ୍ୟାଚ ହବ, ସେମିତି ହବ, ଏଟା ହବ, ଚିରଗାଲ ଆସିବେ, ଫରେନ କଣ୍ଟ୍ରିରୁ ଏତିକି ପିଲା ଖେଳିବେ, ଏହା କରିବେ ସେୟା କରିବେ, ସବୁ ଜିନିଷ ପ୍ଲାନ ହେଇଗଲା। ତାପରେ ଅର୍ଗାନାଇଜିଂ ମତଲବ ଗ୍ରୁପ ହବ, ଆମେ ଗ୍ରୁପ କରେଇଦେଲେ, କି ଏଟା ହଉଛି ଚେନ୍ନାଇ ସୁପର କିଙ୍ଗ, ସେଟା ହଉଛି RCB ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର, ସେଟା ହଉଛି ମୁମ୍ବାଇ ଇଣ୍ଡିଆନ୍ସ, ସେଟା ହଉଛି ସନରାଇଜର୍ସ ହାଇଦ୍ରାବାଦ, ଡେକାନ ଚାର୍ଜର୍ସ, କି ତମର ପଞ୍ଜାବ କିଙ୍ଗସ, ଯାହା ହେଲା ଗ୍ରୁପିଂ ହେଲା। POS ରେ ହଉଛି କଣ, ଷ୍ଟାଫିଂ, STAFFING, ଷ୍ଟାଫିଂ ଅର୍ଥ କଣ, ଷ୍ଟାଫ ରିକ୍ରୁଟମେଣ୍ଟ କରାଯିବ, ହେଲା। ଆଚ୍ଛା, ଷ୍ଟାଫିଂ ହଉଛି କଣ, ଷ୍ଟାଫ ରିକ୍ରୁଟମେଣ୍ଟ
କରାଯିବ। ଷ୍ଟାଫକୁ କେମିତି ରିକ୍ରୁଟମେଣ୍ଟ କରାଯିବ, କୋଉ ଷ୍ଟାଫର କୋଉ କାର୍ଯ୍ୟ, ସେଟା ହଉଛି ଷ୍ଟାଫ ରିକର୍ଡିଂ ଗଲା। ତାପରେ ଡି ରେ ହଉଛି ଡିରେକ୍ଟିଂ DING ଡିରେକ୍ଟିଂ ବା ସ୍ଲାସ ଦେଇକି ଆପଣ ଲେଖିପାରିବେ କମାଣ୍ଡିଂ। କଣ ଲେଖିପାରିବେ? ଓହୋ, କଣ ଲେଖିପାରିବେ? କମାଣ୍ଡିଂ ଲେଖିପାରିବେ। COMMANDING। ଏଇ ଯୋଉ ଷ୍ଟାଫ ମାନଙ୍କୁ ରିକ୍ରୁଟ କଲେ, ଏଇ ଯୋଉ ଷ୍ଟାଫିଂ ରେ ଷ୍ଟାଫ ମାନଙ୍କୁ ଯୋଉ ରିକ୍ରୁଟ କଲେ, ଡିରେକ୍ଟିଂ ବା କମାଣ୍ଡିଂ ରେ ତାକୁ କମାଣ୍ଡ ଦେବେ। ବୁଝିହେଲା? ଆଚ୍ଛା, ଠିକ ଅଛି। ତାପରେ ଆପଣ କମାଣ୍ଡିଂ ହେଇଗଲା କଣ? POSDC। ସି ରେ ହଉଛି କଣ? କମାଣ୍ଡିଂ ଗଲା। ଡିରେକ୍ଟିଂ କମାଣ୍ଡିଂ ଦିଟା ଦିଟା ଗଲା। ଆଚ୍ଛା, ଡିରେକ୍ଟିଂ ରେ ଆପଣ ଡିରେକ୍ସନ ଦେବେ, କମାଣ୍ଡ ରେ କମାଣ୍ଡ ଦେବେ, ଦିଟା ଗଲା। ପୁଣି ସି ରେ କୋଅର୍ଡିନେଟିଂ, ORDI କୋଡିନେଟିଂ, NATING କୋଡିନେଟିଂ ହେଲା। ଆଚ୍ଛା, କୋଅର୍ଡିନେଟିଂ ଗଲା। କୋଅର୍ଡିନେଟିଂ ହବ, ନହେଲେ କୋଅର୍ଡିନେଟିଂ ମତଲବ କଣ? ସପୋଜ ଧରିନିଅ, ଏଇ ଯୋଉ କୋଅର୍ଡିନେଟିଂ ଟା ମୁଁ ବୁଝଉଛି, ସପୋଜ ଧରିନିଅ କୋଅର୍ଡିନେଟ ବା କଣ୍ଟ୍ରୋଲିଂ, ଆପଣ କଣ ଲେଖିପାରିବେ? କଣ୍ଟ୍ରୋଲିଂ ଲେଖିପାରିବେ। କଣ୍ଟ୍ରୋଲିଂ LLING ହେଲା। କଣ୍ଟ୍ରୋଲିଂ ସପୋଜ ଧରିନିଅ IT ଡିପାର୍ଟମେଣ୍ଟ, ସପୋଜ ଧରିନିଅ ୱାଟର ଡିପାର୍ଟମେଣ୍ଟ। ଗୋଟେ ମ୍ୟୁଟ କର ପ୍ଲିଜ। ସାର୍ ମ୍ୟାଡାମ ପ୍ଲିଜ ମ୍ୟୁଟ କରନ୍ତୁ। ଆଚ୍ଛା, ସପୋଜ ଧରିନିଅ IT ଡିପାର୍ଟମେଣ୍ଟ। ବୁଝିହେଲା? ସପୋଜ ଧରିନିଅ IT ଡିପାର୍ଟମେଣ୍ଟ। ଆଚ୍ଛା, ସପୋଜ ଧରିନିଅ ୱାଟର ଡିପାର୍ଟମେଣ୍ଟ। ସପୋଜ ଧରିନିଅ ଆପଣଙ୍କର ଫୁଡ ଡିପାର୍ଟମେଣ୍ଟ। ସପୋଜ ଧରିନିଅ ଆପଣଙ୍କର ଟ୍ରାଭେଲ ଡିପାର୍ଟମେଣ୍ଟ। ସବୁ ଡିପାର୍ଟମେଣ୍ଟକୁ ଜଣେ କଣ କରିବ ନା କୋଅର୍ଡିନେଟ କରିବ। ସବୁ ଜଣକୁ କୋଅର୍ଡିନେଟ କରିବ, କଣ୍ଟ୍ରୋଲ କରିବ, ଇଏ କଣ୍ଟ୍ରୋଲ କରିବ, କୋଅର୍ଡିନେଟ କରିବ। ସପୋଜ ନା IT ଡିପାର୍ଟମେଣ୍ଟରେ ଗୋଟେ ଲୋକ କଣ ହେଲା ନା, ଇଲେକ୍ଟ୍ରିକ ଯୋଉ ତାର ଛିଣ୍ଡିଗଲା, ତାର ଛିଣ୍ଡିକି ଇଲେକ୍ଟ୍ରିକ ପୋଲକୁ ଖସିକି ପଡିଲା। ୱାଟର ଡିପାର୍ଟମେଣ୍ଟ ସାଙ୍ଗେ ସାଙ୍ଗେ ଦୌଡି ଯାଇକି ତାକୁ ପାଣି ଛାଟିବ। ହେଲା। ଏଠି ଫୁଡ ଡିପାର୍ଟମେଣ୍ଟ କିଛି ଖାଦ୍ୟ ଦବ, ORS ଯୋଗେଇବ। ଟ୍ରାଭେଲିଂ ଡିପାର୍ଟମେଣ୍ଟ ନେଇକି ମେଡିକାଲ ପହଞ୍ଚେଇବ। ବା ହେଲ୍ଥ ଡିପାର୍ଟମେଣ୍ଟ ଗୋଟେ ଲେଖିଦେଲା। ସବୁ ଡିପାର୍ଟମେଣ୍ଟ କଣ କୋଅର୍ଡିନେଟ ରହିବା ଦରକାର, ସେଟାକୁ ସେ କୋଅର୍ଡିନେଟ କରିବ। ଏତିକି ଥିଲା ଆପଣଙ୍କର କଣ ନା, ଏତିକି ଥିଲା ଆପଣଙ୍କର। ଦେଖ, ଏଇ ଯୋଉ ଭାଇ ଆମର ଯିଏ କଣ କହିଲେ, ଲଥର ଗିଉଲିଙ୍କର ମତାମତ ଥିଲା। POSDCO RB ର ମତାମତ ଥିଲା। ବୁଝିଲେ ପିଲାମାନେ? ଆଚ୍ଛା, ଆପଣ କହିଥିଲେ କଣ ନା, ଏଫ୍ ଲଗେଇକି POSDCO RB ଆମେ କାହିଁକି ଲେଖିବୁ? ଫଙ୍କସନ ଅଫ ଅର୍ଗାନାଇଜେସନ ଆଡମିନିଷ୍ଟ୍ରେସନରେ କାହିଁକି ଲେଖିବୁ? ନା ତାର ଉତ୍ତର ହଉଛି ମୋ ପାଖରେ ଅଛି। ଦେଖ, ଏଫ୍ ଏ ଆପଣ ଏଇ ଯୋଉ 1 2 3 4 5 1 2 3 4 5 6 7 8 ଏଇ ଯୋଉ ଆଠଟାର ଫୁଲ ଫର୍ମ ଆପଣ ଜାଣିଗଲେ, ବାକି ଏଫ୍ ର ଫୁଲ ଫର୍ମ ଟା ଜାଣିବେ। ଦେଖ ପିଲାମାନେ, ମୁଁ ଆପଣଙ୍କୁ କହୁଛି, ଆପଣ ଧରନୀୟ ପ୍ଲାନ୍ କରିବେ। ପ୍ଲାନ୍, ସିଏ ପଚାରିବ ପ୍ଲାନ୍ ପୂର୍ବରୁ କଣ ଥାଏ? ଆପଣ ତ ପ୍ଲାନ୍, ମୁଁ କହିବି ଆପଣ ଗୋଟେ IPL, ଆପଣ ଗୋଟେ ଇଣ୍ଟରମ୍ୟୁରାଲ କରନ୍ତୁ। ଆଚ୍ଛା, ପ୍ଲାନ୍ ପୂର୍ବରୁ କଣ ଥାଏ? ଆପଣ ପ୍ଲାନ୍ ପୂର୍ବରୁ କଣ ଥାଏ ନା, ଫୋରକାଷ୍ଟ ଥାଏ। ଫୋରକାଷ୍ଟ ହେଲା। ଫୋରକାଷ୍ଟ, ଫୋରକାଷ୍ଟ, ସେ କହିବ ଫୋରକାଷ୍ଟ। ଫୋରକାଷ୍ଟିଂ କଣ ନା, ଟୁ ପ୍ରେଡିକ୍ଟେବଲ। କଣ ନା, ଟୁ ଟୁ ପ୍ରେଡିକ୍ଟେବଲ। ଟୁ ପ୍ରେଡିକ୍ଟିବିଏଲି ହେଲା। ଟୁ ପ୍ରେଡିକ୍ଟେବଲ। ଆଚ୍ଛା, ଏ ହଉଛି କଣ? ଫୋରକାଷ୍ଟିଂ ହବ। ବୁଝିଲା? ଫୋରକାଷ୍ଟିଂ ମାଇଣ୍ଡ ରୁ ଆଗେ ଆମ ମୁଣ୍ଡରେ ବସିବ, ମୁଣ୍ଡରୁ ଆସିବ। ଆଚ୍ଛା, ଏଇଟା କଲେ ସେଇଟା କଲେ କେମିତି ହବ? ହଁ, ଭଲ ହବ, ତାହେଲେ ପ୍ଲାନ୍ କରିବା। ସପୋଜ ଧରିନିଅ ମୁଁ କଣ କରିବି ନା, ଇଣ୍ଟରମିଡିଏଟ କରିବି। ସବୁ ଟିଚର ମାନେ ଗୋଟେ ଦାୟିତ୍ୱ ରହିବେ। ଲାଷ୍ଟକୁ ଟିଚର୍ସ ମ୍ୟାଚ ହବ, ଟିଚର୍ସ ଲିଗ ହବ। ଏତେ ବଢିଆ ହୁଅନ୍ତା ତ, ଚାଲ କରିବା। ଗୋଟା ଗୋଟେ କଣ ମୋ ମାଇଣ୍ଡରେ ଆଗେ ପଶିଲା, ମୋ ମାଇଣ୍ଡରେ ମୁଁ ପ୍ଲାନ୍ କରିବି, କିଛି ଲୋକଙ୍କୁ ନେଇକି ପ୍ଲାନ୍ କରିବି, ଏମିତି ଚାଲିବ। ଯାହା ବି ହଉ, ଇଏ ଥିଲା ଆପଣଙ୍କର ଅର୍ଗାନାଇଜେସନ ଆଡମିନିଷ୍ଟ୍ରେସନ ଗୋଟେ କଥା। ତାପରେ ଆମେ ଆଉ ଗୋଟେ ଜିନିଷ ପଢିଦବା। ଆଉ ଗୋଟେ ଜିନିଷ ହଉଛି କଣ? ବଜେଟ। ହ୍ୱାଟ ଇଜ ବଜେଟ? ତାପରେ ଲିଡରସିପ କୁ ଯିବା, ବ୍ୟସ୍ତ ହବା ଦରକାର ନାହିଁ। ବଜେଟ, ଦେଖ, ବଜେଟ
ବଜେଟ୍ କରିବା। ଗୋଟେ ହଉଛି ଆପଣଙ୍କର ବଜେଟ୍, ହେଲା। ବଜେଟ୍ ହଉଛି କଣ, ଆଡମିନିଷ୍ଟ୍ରେଟିଭ ଆକ୍ଟିଭିଟି। ଏହା ହଉଛି ଆପଣଙ୍କର ଲେଖିବେ, ଏହା ବଜେଟ୍ ଇଜ ଆଡମିନିଷ୍ଟ୍ରେଟିଭ, ADMINISTRATIVE, ଆଡମିନିଷ୍ଟ୍ରେଟିଭ କଣ, ଆଡମିନିଷ୍ଟ୍ରେଟିଭ ଆକ୍ଟିଭିଟି, ହେଲା। ଆଡମିନିଷ୍ଟ୍ରେଟିଭ ଆକ୍ଟିଭିଟି ଆମର କଣ ହଉଛି, ବଜେଟ୍ ହଉଛି ଆଡମିନିଷ୍ଟ୍ରେଟିଭ ଆକ୍ଟିଭିଟି। ପିଲାମାନେ ବୁଝିପାରିଲ? ଆଚ୍ଛା, ଗୋଟେ ହଉଛି ଆପଣଙ୍କର ଅଛି ଫିକ୍ସଡ କଷ୍ଟ, ଆଉ ଗୋଟେ ହଉଛି କଣ ନା, ସରି, ଗୋଟେ ହଉଛି ଆପଣଙ୍କର ଦି ପ୍ରକାର ବଜେଟ୍, ଗୋଟେ ହଉଛି ଅନଡେଭଲପ ବଜେଟ୍, ଆଉ ଗୋଟେ ହଉଛି ଡେଭଲପ ବଜେଟ୍। ଗୋଟେ ହଉଛି କଣ ଅନଡେଭଲପ ବଜେଟ୍, ଗୋଟେ ହଉଛି ଡେଭଲପ ବଜେଟ୍। ଗୋଟେ ହଉଛି କଣ ଟାଇପ୍ସ, ଜଷ୍ଟ ମିନିଟ୍ ସାର୍, କନଫ୍ୟୁଜନ ହେଇଯାଇଥିଲା। ଆଚ୍ଛା ଦେଖ, ଗୋଟେ ହେଲା ଆମର କଷ୍ଟ ଅଫ ବଜେଟ୍। ଟାଇପ୍ସ ପୂର୍ବରୁ କଷ୍ଟ ଅଫ ବଜେଟ୍ ଲେଖିବ, ହେଲା। କଷ୍ଟ ଅଫ ବଜେଟ୍, ହେଲା। କଷ୍ଟ ଅଫ ବଜେଟ୍ ଦେଖ ପିଲାମାନେ, ଏକରେ ହଉଛି ଆପଣଙ୍କର କଣ ଫିକ୍ସଡ କଷ୍ଟ, FIXD, ଫିକ୍ସଡ କଷ୍ଟ, ହେଲା। ଗୋଟେ ହଉଛି ଫିକ୍ସଡ କଷ୍ଟ, ଫିକ୍ସଡ ମାନେ ଏ ବଜେଟ୍ ପୁରା ଫିକ୍ସଡ ହେଇଥିବ। ଏ ବଜେଟ୍ କଣ ହେଇଥିବ ନା, ଫିକ୍ସଡ ହେଇଥିବ। କଣ କଣ ଫିକ୍ସଡ ହେଇଥିବ ନା, କଣ ଫିକ୍ସଡ ହେଇଥିବ, ଘର ଭଡା, ରେଣ୍ଟ, ଆଉ କଣ ନା ଇନ୍ସୁରାନ୍ସ, RAN, ଇନ୍ସୁରାନ୍ସ। ଆଚ୍ଛା, ତାପରେ ସାଲାରୀ, ମୁଁ କହିବି ସାଲାରୀ, ହେଲା। ଫିକ୍ସଡ ହେଇଥିବ, ଏହାକୁ ଆପଣ କହନ୍ତି କଣ ନା ଫିକ୍ସଡ ବଜେଟ୍, ହେଲା। ଆଚ୍ଛା, ତାପରେ ଅଛି ଫିକ୍ସଡ ବଜେଟ୍ ଗୋଟେ ଗଲା। ତାପରେ ଅଛି 2 ନମ୍ବର ଆପଣ ଲେଖିବେ କଣ, ଭେରିଏବଲ ବଜେଟ୍, ମାନେ ଭେରିଏସନ ଆସେ, ଭେରିଏବଲ, ଭେରିଏବଲ ବଜେଟ୍, ହେଲା। ଭେରିଏବଲ ବଜେଟରେ କଣ ଆସୁଛି ନା, ୱାଟର ବିଲ୍ସ, ହେଲା। ଆଉ କଣ ଇଲେକ୍ଟ୍ରିକ ବିଲ୍, ଆସିବ। ଆଚ୍ଛା, ଆଉ ଗୋଟେ ଭେରିଏବଲରେ କଣ ଆସିବ ନା, ଇକ୍ୱିପମେଣ୍ଟ ଆସିବ, ଇକ୍ୱିପମେଣ୍ଟ, ଇକ୍ୱିପମେଣ୍ଟ। ତିନିଟା, ୱାଟର ବିଲ୍ ଏ ମାସ 35 ଟଙ୍କା, ତ ଆର ମାସ 40 ଟଙ୍କା। ଇଲେକ୍ଟ୍ରିକ ବିଲ୍ ସେଇଭଳିଆ, ଏ ମାସ 500 ଟଙ୍କା, ତ ଆର ମାସ 600 ଟଙ୍କା। ଆଚ୍ଛା, ଇକ୍ୱିପମେଣ୍ଟ ମଧ୍ୟ ଭେରିଏସନ ଆସିଥାଏ। ତାପରେ କ୍ୟାପିଟାଲ ଏକ୍ସପେଣ୍ଡିଚର ଲଙ୍ଗ ଟର୍ମ ଲାଷ୍ଟିଂ ନା। ତାପରେ ଦେଖ, ଟାଇପ୍ସ ଅଫ ବଜେଟରେ ଦି ପ୍ରକାର ଅଛି, ଗୋଟେ ହଉଛି ଅନଡେଭଲପ ବଜେଟ, ଗୋଟେ ହଉଛି ଡେଭଲପମେଣ୍ଟ ବଜେଟ। ଟାଇପ୍ସ ଅଫ ବଜେଟରେ, ଦି ପ୍ରକାର, ଗୋଟେ ହଉଛି କଣ ଅନଡେଭଲପ, ଆଗେ ଲେଖ ଡେଭଲପ ଟା ଭଲ ଲାଗିବ। ଗୋଟେ ହଉଛି ଡେଭଲପ ବା ଡେଭଲପମେଣ୍ଟ, ଆଉ ଗୋଟେ ହଉଛି କଣ ଅନଡେଭଲପମେଣ୍ଟ। ଗୋଟେ ହଉଛି ଡେଭଲପମେଣ୍ଟ ବଜେଟ, ଗୋଟେ ହଉଛି ଅନଡେଭଲପମେଣ୍ଟ। ଆଚ୍ଛା, କଥା ଆସୁଛି କଣ, ଡେଭଲପମେଣ୍ଟ ବଜେଟ କଣ, ଅନଡେଭଲପମେଣ୍ଟ ବଜେଟ କଣ। ଦେଖ, ଡେଭଲପମେଣ୍ଟ ବଜେଟ ହଉଛି ସବୁବେଳେ ଅର୍ଗାନାଇଜେସନ ଚାହିଁଥାଏ କଣ ଜାଣିଛ ନା, ଅର୍ଗାନାଇଜେସନ ଚାହିଁଥାଏ କିଛି ଆମେ ଟୋଟାଲି ଗୋଟେ ଟଙ୍କା ବି ଆମେ ମାନେ ନ ଖର୍ଚ୍ଚ ହଉ, ହେଲା। ଆଉ ଅର୍ଗାନାଇଜେସନ ଚାହିଁଥାଏ, ତାହେଲେ ଡେଭଲପମେଣ୍ଟ ବଜେଟରେ ଆସୁଛି କଣ, ଡେଭଲପମେଣ୍ଟ ବଜେଟରେ ଆସୁଛି, ବଜେଟ ମାନେ ବି ଲେଖିଦେଇଛି, ହେଲା। ଲେଖିଦେବେ ବଜେଟ, BUDGET, ହେଲା। ବଜେଟରେ ଆସୁଛି କଣ ଆପଣଙ୍କର, ଏକରେ ଆସୁଛି ଆସିବ ନ୍ୟୁ ହୋମ, ନ୍ୟୁ ରୁମ୍, ଧର ନୂଆ ଘର ତିଆରି ହେଲା, ନୂଆ ରୁମ୍ ତିଆରି ହେଲା, କ୍ରିଏଟ ନ୍ୟୁ ହାଉସ ବା ନ୍ୟୁ ରୁମ୍ ହବ। ଆଚ୍ଛା, ଆପଣଙ୍କର ରହିବ କଣ ନା, ସପୋଜ ଧନ୍ୟ ଡେଭଲପମେଣ୍ଟ, କିଛି ଡେଭଲପମେଣ୍ଟ, ନ୍ୟୁ ଗାର୍ଡେନ ରହିଲା, ହେଲା। ଆଚ୍ଛା, ତିନିରେ ଆପଣଙ୍କର ଅନେକ କିଛି, ଯେକୌଣସି ଜିନିଷ ସବୁ ନୂଆ ନୂଆ ହବ, ସେଗୁଡା ସବୁ କଣ ନା
डेवलपमेंट बजेट रे हमर स्कूल टाକୁ डेवलप कला मतलब हमर कोनोसी ଆମେ ସବୁବେଳେ ସ୍କୁଲ କଥା ନବା କାହିଁକି ନା ସ୍କୁल ଡିପାर्टमेंट ଆମେ ଚାକିରି କରିବା ସପୋଜ ଧନ୍ୟ ବଜେଟ ବୁଝି ପାରୁ ନଥିବେ ମୁଁ ଜାଣିଛି ତଥାପି ବୁଝ ଜିନିଷଟାକୁ ଗୋଟେ ହଉଛି ଡେଭଲପମେଣ୍ଟ ବଜେଟ ଗୋଟେ ହଉଛି ଅନଡେଭଲପମେଣ୍ଟ ବଜେଟ ଡେଭଲପମେଣ୍ଟ ବଜେଟ କଣ ଯେଉଁ ଜିନିଷ ସବୁ ଆମ ସ୍କୁଲର ଡେଭଲପମେଣ୍ଟ ହେଇଥାଏ ଏସବୁ ଥ୍ରୋରେ ଆମ ସ୍କୁଲ ଡେଭଲପମେଣ୍ଟ ହେବ କେମିତି ନା ଗୋଟେ ହଉଛି ଧରିନିଅ ଘର ତିଆରି ହେଲା ନୂଆ ନୂଆ ଘର ତିଆରି ହେଲା ଘର ରଙ୍ଗ ଦିଆ ହେଲା ଏସବୁ କଣ ଡେଭଲପମେଣ୍ଟ ବଜେଟରେ ଯିବ ଧରିନିଅ ନୂଆ ଗାର୍ଡେନ ତିଆରି ହେଲା ଡେଭଲପମେଣ୍ଟର ବଜେଟ ଯିବ କିନ୍ତୁ ଅନଡେଭଲପମେଣ୍ଟ ବଜେଟ ବହୁତ କଥା ଅଛି ଗୋଟେ ହଉଛି ରେଣ୍ଟ ହବ କେହି ଘର ଭଡା ଦବାକୁ ଇଚ୍ଛା କରନ୍ତିନି ସରି ଦୁଇ ତିନି ଏକ ଦୁଇ ଦୁଇ ଧର ଆଉ ଗୋଟେ ଅଛି ଆପଣଙ୍କର କିଏ ହବ ନା କିଏ ହବ ନା ସପୋଜ ଧରିନିଅ ଟିଚର ସାଲେରୀ ଟିଚର କଣ ନା ଟିଚର ସାଲେରୀ ହେଲା ଇଏ ହବ ଆଚ୍ଛା ବିଲ୍ ୱାଟର ବିଲ୍ ଇଲେକ୍ଟ୍ରିକ ବିଲ୍ ବିଲ୍ସ ଯେତିକି ବିଲ୍ ୱାଟର ହଉ କି ଇଲେକ୍ଟ୍ରିକ ହଉ ଯେକୌଣସି ବିଲ୍ ଏଗୁলো ସବୁ କଣ ଆପଣଙ୍କର ହବ ଅନଡେଭଲପ ଆଉ ଡେଭଲପ ବଜେଟ ହବ ହେଲା ଯୋଉଟା ଆପଣଙ୍କୁ ଇନଡାଇରେକ୍ଟଲି ବେନିଫିଟ ହଉଥିବ ଦେଖ ଯୋଉଟା ଦେଖ ଅନଡେଭଲପମେଣ୍ଟ ବଜେଟ ବା ନନ ଡେଭଲପମେଣ୍ଟ ବଜେଟ ଯୋଉଟା ଗୋଟେ ସୂତ୍ର ଦେଖ ସପୋଜ ଧରିନିଅ ମୁଁ ଲେଖିଲି डेवलपमेंट बजेट डेवलपमेंट बजेट डेवलपमेंट बजेट कौन देखल अच्छा डेवलपमेंट बजेट कौन आपको जोटा डायरेक्टली बेनिफिट हो डायरेक्टली बेनिफिट टू माने आम ऑर्गेनाइजेशन को डायरेक्टली बेनिफिट हो डायरेक्टली बेनिफिट डायरेक्टली बेनिफिट जोटा हो धरन आम गार्डन या नुआ रूम है नुआ छुआ आसवे कि नुआ बेनिफिट नुआ ना हम जोटा कौन डायरेक्टली बेनिफिट है ताहा ही हूँ आपंकर कौन हम ना डेवलपमेंट बजेट है जोटा द्वितीय कौन ना जोटा इनडायरेक्टली बेनिफिट कोटा हम आपंकर ना कोटा हम आपंकर अनडेवलपमेंट बजेट है ये थिला आपंकर कथा बजेट कहानी बुझीगला पिलाने अच्छा इतिमध्यरे आजी आमे